ଥରେ ଗୋଟିଏ ଡଙ୍ଗାରେ କିଛି ଲୋକ ନଈ ପାର ହେଉଥିବା ବେଳେ ମଝି ନଈରେ ଭୀଷଣ ଝଡ଼ ତୋଫାନ ସହିତ ବର୍ଷା ଆସିଗଲା। ଡଙ୍ଗାଟି ଉତ୍ତାଳ ନଈରେ ଉବୁଟୁବୁ ହେବାରେ ଲାଗିଲା। ତହିଁରେ ଥିବା ଯାତ୍ରୀମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ଯୁବକ ନାଉରିଆ ବିଚରା ଡଙ୍ଗାକୁ କାବୁ କରିବା ଲାଗି ପ୍ରାଣପଣେ ଉଦ୍ୟମ କଲା, କିନ୍ତୁ ତାର ସମସ୍ତ ଉଦ୍ୟମ ପଣ୍ଡ ହେଲା। ଡଙ୍ଗାରେ ପାଣି ପଶିଲା। ତେବେ ନାଉରିଆ ନିଜକୁ ନିଜେ କହିଲା, ସବୁଦିନ ତ ମୁଁ ଅତି ଆରାମରେ ଡଙ୍ଗା ଚଳାଇଥାଏ, କିନ୍ତୁ ଆଜି ପ୍ରଭୁ ମୋତେ ପରୀକ୍ଷାରେ ପକାଇଛନ୍ତି, ତେଣୁ ଏ ପରୀକ୍ଷାର ସାମ୍ନା କରିବା ଉଚିତ। ଏହା କହି ସେ ପାଗଳ ଭଳି ଡଙ୍ଗାରୁ ପାଣି ବାହାରକୁ ବାହାର କରିବାରେ ଲାଗିଗଲା। ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଯାତ୍ରୀମାନେ ଭାବୁଥାନ୍ତି ଯେ ଏଇ ଯେଉଁ ନାଉରିଆ ଡଙ୍ଗାରୁ ପାଣି କାଢ଼ୁଛି ଏହା ଅକାରଣ, କିନ୍ତୁ ନାଉରିଆ ତା କାମରେ ଲାଗିଥାଏ। କିଛି ସମୟ ପରେ ବିପଦ ଟଳିଗଲା। ଡଙ୍ଗା କୂଳରେ ଲାଗିଲା। ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ନାଉରିଆଟି ହାଲିଆ ହୋଇ କୂଳରେ ଲୋଟି ପଡ଼ିଲା। ଡଙ୍ଗାରେ ଯାଇଥିବା ଜଣେ ବୃଦ୍ଧ ଏହି ସମୟରେ କହିଲେ, ତୁମେମାନେ ଉପରକୁ ଚାହିଁ ଭଗବାନଙ୍କୁ କ'ଣ କୃତଜ୍ଞତା ଜଣାଉଛ? ଦେଖ, ଭଗବାନ ତ ସେଇଠି। ତୁମେମାନେ ଭାବୁଛ କି ଝଡ଼ କମିଯିବା ଆଉ ଡଙ୍ଗା କୂଳରେ ଲାଗିବା ହେଉଛି ଆଲୌକିକତା? ତାହା ନୁହେଁ। ପ୍ରଭୁଙ୍କ ଆଲୌକିକତା ହେଲା ନାଉରିଆଙ୍କ ହାତରେ ବଳ ଦେଇ ଏହି ଡଙ୍ଗାକୁ ରକ୍ଷା କରିବା। ଆମମାନଙ୍କର ଭିତରୁ ଅଧିକାଂଶ ସୁଖ ବେଳେ କେବେ ପ୍ରଭୁଙ୍କୁ ମନେ ପକାଇ ନଥାଉ। ତେଣୁ ଆଜି ଦୁଃଖରେ ସେ ଆମମାନଙ୍କ ପ୍ରାର୍ଥନା ଶୁଣନ୍ତେ କାହିଁକି? ସେ କେବଳ ନାଉରିଆକୁ ସାହାଯ୍ୟ କରିବାକୁ ଏପରି କରିଛନ୍ତି। ଏହି ଗପଟିରେ ଆମମାନେ ବୁଝିପାରୁଛେ, ଆମମାନେ ସମସ୍ତେ ଅନୁଭବ କରିବା ଉଚିତ ଯେ ଭଗବାନ ଆମକୁ କୌଣସି ରୂପରେ ଆସିକି ସାହାଯ୍ୟ କରିଥାନ୍ତି। ଏହା ହିଁ ମୋର ଭିଡ଼ିଓଟିରେ ଆପଣମାନଙ୍କୁ ଜଣାଇବାର ଉଦ୍ଦେଶ୍ୟ। ମୋ ଚ୍ୟାନେଲଟିକୁ ଯଦି ଆପଣମାନେ ଦେଖୁଥିବେ ତେବେ ସବସ୍କ୍ରାଇବ୍ କରିବେ ଏବଂ ସେୟାର ମଧ୍ୟ କରିବେ।